ପ୍ରସଙ୍ଗ ଉଠିଛି ଫକୀର ମୋହନଙ୍କ ଛବି ବାବଦରେ। ମୁଁ ମୋନିକା ମ୍ୟାଡାମଙ୍କ ଠାରୁ ଏବଂ ମନୀନ୍ଦ୍ର ବାବୁଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରି ସମସ୍ତ ପ୍ରାମାଣିକ ବିଷୟ ଉଲ୍ଲେଖ କରି ଦୁଇଟି ଛବି କଥା ମୋର ଯୋଉ ଲେଖାଟି ପ୍ରକାଶ ପାଇଛି ଦେଇଛି। ଗୋଟିଏ ଛବି ଯାହା ସୁପ୍ରଚଳିତ ଏବଂ ସର୍ବତ୍ର ବ୍ୟବହୃତ, ସେଇଟା ହଉଛି ବିପିନ ବିହାରୀ ଚୌଧୁରୀ ଆଙ୍କିଥିବା ଗୋଟିଏ ତୈଳଚିତ୍ର। ସେ ତୈଳଚିତ୍ରଟି ମୋହିନ ମୋହନ ସେନାପତି ବିପିନ ବାବୁଙ୍କୁ ଡାକିକିରି ତାଙ୍କ ଘରେ ଅଙ୍କେଇଥିଲେ କଟକରେ, ଏବଂ ତାହା ଏବେ ବି ଉପଲବ୍ଧ ଅଛି। ତାର ପ୍ରତିକୃତି, ସେଇ ତୈଳଚିତ୍ରର ପ୍ରତିକୃତିକୁ ଆମେ ଫକୀର ମୋହନ ବୋଲି ଜାଣିଛୁ, କିନ୍ତୁ ସେଇଟା ଗୋଟେ ଶିଳ୍ପୀଙ୍କର କୃତି ଥିଲା। ସିଏ ଅତି ପିଲାଦିନୁ ଫକୀର ମୋହନଙ୍କୁ ଦେଖିଥିଲେ, ବଡ ଅବସ୍ଥାରେ ଦେଖିନଥିଲେ। ତାଙ୍କ ପାଖରେ ଯୋଉ ସବୁ ଫଟୋଚିତ୍ର ଉପଲବ୍ଧ ଥିଲା, ସେଇଥିରୁ ଗୋଟିଏ ଫଟୋଚିତ୍ର ଆଧାରରେ ସେ ତୈଳଚିତ୍ରଟି ଆଙ୍କିଥିଲେ। ସେଇ ଫଟୋଚିତ୍ରଟି ମଧ୍ୟ ଅସ୍ପଷ୍ଟ ଥିଲା, ଯେମିତି ପିତୃ ପ୍ରସଙ୍ଗରେ ଯୋଉ ଛବିଟି ଗ୍ରୁପ ଫଟୋଟି ପ୍ରକାଶ ପାଇଥିଲା, ତାହା ଯେତିକି ଅସ୍ପଷ୍ଟ ଥିଲା, ସେଇ ଯୋଉଥିରୁ ଯାହା ଆଧାରରେ ଆଙ୍କିଲେ ବିପିନ ବିହାରୀ ଚୌଧୁରୀ, ତାହା ମଧ୍ୟ ଅସ୍ପଷ୍ଟ ଥିଲା। ଶିଳ୍ପୀଟି ଆଙ୍କିଲା ବେଳେ ତାକୁ ସ୍ପଷ୍ଟ କରି ଆଙ୍କିଲା ଏବଂ ତାହା ଗୃହୀତ ହେଲା, ଯେହେତୁ ଫକୀର ମୋହନ ସେନାପତିଙ୍କର ଗୋଟିଏ ଭଲ ଫଟୋ ଆମ ପାଖରେ ଉପଲବ୍ଧ ନଥିଲା, ଆମେ ତାକୁ ହିଁ ଫକୀର ମୋହନ ବୋଲି ଗ୍ରହଣ କରିନେଲୁ ଏପର୍ଯ୍ୟନ୍ତ। କିନ୍ତୁ ତାହା ଏକ ତୈଳଚିତ୍ର, ତାହା ଫକୀର ମୋହନଙ୍କ ଫଟୋଚିତ୍ର ନୁହେଁ। ଯଦି ମୋର ଫଟୋଚିତ୍ରଟି ଯାହା ଫଟୋ ଉଠେଇଛି ତାହା ଅଧିକ ପ୍ରାମାଣିକ, କାରଣ ଆଜି ଦିନରେ ଆଧାର କାର୍ଡ ଠାରୁ ଆରମ୍ଭ କରି ସବୁ ଜାଗାରେ କୌଣସି ଚିତ୍ରକୁ ଗ୍ରହଣ କରାଯାଉ ନାହିଁ, ଫଟୋଚିତ୍ରକୁ ହିଁ ଗ୍ରହଣ କରାଯାଉଛି, ତାହା ହିଁ ପ୍ରାମାଣିକ। କୌଣସି ଗୋଟେ ତୈଳଚିତ୍ର ପ୍ରାମାଣିକ ନୁହେଁ, କିନ୍ତୁ ଯେହେତୁ ଆମ ପାଖେ ବିକଳ୍ପ ଓପନ ଥିଲା, ଆମେ ତାକୁ ଗ୍ରହଣ କରୁ। ଯେହେତୁ ପିତୃ ପ୍ରସଙ୍ଗ ବହିର ସେଇ ଫଟୋଚିତ୍ରଟିକୁ ଆମେ ଏର ସହଯୋଗରେ ସମାର୍ଜିତ କରି ଟିକେ ତାକୁ କ୍ଲିନ କରିଦେଲା, ପରିଚ୍ଛନ୍ନ କରିଦେଲା, ଆଉ ଟିକେ ସ୍ପଷ୍ଟ କରିଦେଲା, ତ ତାହାକୁ ଆମେ ଉପସ୍ଥାପିତ କରୁ। ମୁଁ ମୋର ଲେଖାରେ ସେ ତୈଳଚିତ୍ରକୁ ଉପସ୍ଥାପନ କରିଛି, ସେଇ ଫଟୋଚିତ୍ରଟିକୁ ମଧ୍ୟ ଉପସ୍ଥାପନ କରିଛି ଏବଂ ସମସ୍ତଙ୍କ ଉପରେ, ଓଡିଶାବାସୀଙ୍କ ଉପରେ ଛାଡି ଦେଇଛି। ଆମ ପାଖରେ ଦୁଇଟି ବିକଳ୍ପ ବର୍ତ୍ତମାନ ଉପଲବ୍ଧ, ପୂର୍ବରୁ ଗୋଟିଏ ବିକଳ୍ପ ଥିଲା। ଆପଣମାନେ ଯେଉଁଠିକୁ ଚାହୁଁଛନ୍ତି ଗ୍ରହଣ କରନ୍ତୁ। ଆମେ ସେଇ ତୈଳଚିତ୍ରଟିକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରୁନାହୁଁ, ତାକୁ ଗ୍ରହଣ କରନ୍ତୁ, ତାହା ତୈଳଚିତ୍ର। ଏହାକୁ ଗ୍ରହଣ କରନ୍ତୁ, ଏହା ଫଟୋଚିତ୍ର। ମୁଁ ଯେହେତୁ ଖବରକାଗଜ ସହିତ ସମ୍ପୃକ୍ତ, ତେଣୁ ମୁଁ ଆପଣଙ୍କୁ ସୂଚାଇବାକୁ ଚାହେଁ ଯେ ଆପଣମାନେ ଖବରକାଗଜରେ ଯେତେ ଫଟୋ ଦେଖୁଛନ୍ତି, ଯେକୌଣସି ଖବରକାଗଜରେ, ତାହା କ୍ୟାମେରାରେ ଯୋଉ ଫଟୋଟି ଉଠିଥିଲା ଅବିକଳ ସେଇ ଫଟୋଟି ନୁହେଁ। ତାହାକୁ ଗୋଟିଏ ସମୟରେ ଫଟୋସପରେ କ୍ଲିନ କରିକିରି ଛାପିବା ପାଇଁ ଦିଆଯାଉଥିଲା, ଆପଣମାନେ ଦେଖୁଥିଲେ। ଆଜି ଯେତେବେଳେ ଏଆଇ ଉପଲବ୍ଧ ନଥିଲା, ସେତେବେଳେ କ୍ୟାମେରାରେ ଉଠିଥିବା ଫଟୋଟିକୁ ଫଟୋସପ ଦ୍ୱାରା ସମାର୍ଜିତ କରି, ପରିଚ୍ଛନ୍ନ କରି, ସ୍ପଷ୍ଟ କରିକିରି ଆପଣଙ୍କ ଆଗରେ ଉପସ୍ଥାପନ କରାଯାଉ। ତାହେଲେ ଯଦି ଆମେ ଏଇ ଫଟୋଟି ଏଆଇ ଯେହେତୁ ଉପଲବ୍ଧ ଅଛି, ଆଜି ଦିନରେ ସବୁ ମିଡିଆରେ, ସବୁ ଖବର କାଗଜରେ ଏଆଇ ଦ୍ୱାରା ଏଠି କ୍ଲିନ କରିକି ଉପସ୍ଥାପନ କରାଯାଉ। କାରଣ କ୍ୟାମେରା ଉଠିଲା ବେଳେ ଯୋଉଠି ଅସୁବିଧା ଥାଏ, ଫଟୋସପ ହଉ ବା ଏଆଇ ତାକୁ କ୍ଲିନ କରିଦିଏ। ତେଣୁ ତାହା ସେଇ ଫଟୋର ଟିକେ ପରିଚ୍ଛନ୍ନ ରୂପ, କିନ୍ତୁ ତାହା ସେଇ ଫଟୋ ଚିତ୍ର। ଯେମିତି ଆମେ ଟିକେ ପାଉଡର ମୁହଁରେ ନ ମାରିଥିବା ବେଳର ଫଟୋଚିତ୍ର ହଉଛି ମୂଳ ଫଟୋ। ଆମେ ଟିକେ ପାଉଡର ଟିକେ ମାରିଦେଇକି ମୁହଁରେ ଯଦି ଆସୁ, ତାର ଫଟୋ ହଉଛି ଆପଣମାନେ ଦେଖିଥିବା ଫଟୋଚିତ୍ର। ତେଣୁ ତାହାକୁ ଫକୀର ମୋହନଙ୍କ ମୂଳ ଫଟୋ ଭାବେ ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ। ତାହା ତୈଳଚିତ୍ରରୁ ଅଧିକ ପ୍ରାମାଣିକ, ଅଧିକ ଗ୍ରହଣୀୟ। ଏବେ ଆପଣମାନଙ୍କ ଉପରେ ନିର୍ଭର, ଆପଣଙ୍କୁ କେଉଁଠିକୁ ଗ୍ରହଣ କରିବେ। ଆମେ ଆମ ବାପାଙ୍କର ଗୋଟେ ଛବି, ଗୋଟେ ଚିତ୍ର ବ୍ୟବହାର କରିବା, ତାଙ୍କର ଅରିଜିନାଲ, ସେଇଟା ଆପଣମାନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।
ସେ ପଟ୍ଟଚିତ୍ର ବାବଦରେ ମୁଁ ଏତିକି କହୁଛି। ଆଉ ଯୋଉ ବିଷୟଟି ଅଛି ସେ ବାବଦରେ 5 ମିନିଟ ଭିତରେ ଯଦି କେବଳ 2ଟି କଥା 2-3ଟି ଛୋଟ ଛୋଟ କଥା କହିକରି ମୋର ବକ୍ତବ୍ୟ ସ୍ଥାପିତ। ବିଷୟିକ ସାହିତ୍ୟିକ ପ୍ରଶାସନିକ ଫକୀରମୋହନ ଆଉ ସାହିତ୍ୟିକ ଫକୀରମୋହନ ଅଲଗା ନୁହନ୍ତି, କାରଣ ତାଙ୍କର ସାହିତ୍ୟ ତାଙ୍କ ପ୍ରଶାସନିକ ଅଭିଜ୍ଞତା ଅନୁଭୂତି ଉପଲବ୍ଧି ସହିତ ଓତପ୍ରୋତ ଭାବରେ ଜଡ଼ିତ। ଗୋଟିଏ ଉଦାହରଣ ପ୍ରଥମେ ଦିଏ ଯେ ନୀଳଗିରିର ଦେୱାନ ଗେଟ୍। ନୀଳଗିରିରେ ଦେୱାନ ଚାକିରି ବୋଲି ତାଙ୍କ ଆତ୍ମଚରିତରେ ଗୋଟେ ଅଧ୍ୟାୟ। ଆମେ ମାନେ ଆଜି ଦିନରେ ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ନ ଆସିଲେ ମମତା ବାନାର୍ଜୀ ଥିଲେ ବନ୍ଦ କରିଦଉଥିଲେ, ଆମେ ଆଉ ତା ସହ ଖେଳି ଯାଉଛୁ। କିନ୍ତୁ ଆଳୁକୁ କିଏ ଓଡିଶାରେ ଇଣ୍ଟ୍ରୋଡ୍ୟୁସ କରିଥିଲେ, ଉପସ୍ଥାପନ କରିଥିଲେ? ଆଜି ଦିନରେ କୋବି ସବୁ ସମୟରେ ମିଳୁଛି, କେବଳ ଶୀତ ଦିନେ ନୁହେଁ, ଆଜି ଖରା ଦିନେ ବି କୋବି ମିଳୁଛି। ଓଡିଶାରେ କୋବିକୁ କିଏ ଆରମ୍ଭ କରିଥିଲେ କୋବି ଚାଷ? ସେ ହେଉଛନ୍ତି ଫକୀରମୋହନ। ନୀଳଗିରିରେ ଦେବଗିରି, ସେଇଥିରେ ସେ ଲେଖିଛନ୍ତି ଫକୀରମୋହନ ସେନାପତି। ମୁଁ ତାଙ୍କ ଆତ୍ମଜୀବନ ଆତ୍ମଚରିତରୁ କେତୋଟି ଧାଡି ଉଦାହରଣ କରୁଛି, ମାନେ ଉଦ୍ଧୃତ କରୁଛି। ସେ ସେଠି ଲେଖୁଛନ୍ତି 50-60 ବର୍ଷ ପୂର୍ବେ, ଏଇଟା ସେ ଲେଖୁଛନ୍ତି 1800, ସେ ପ୍ରାୟ 4 ବର୍ଷ ଥିଲେ, କେହି କହୁଛନ୍ତି 2 ବର୍ଷ କେତେ ମାସ ଥିଲେ। 1875 ଶେଷ ଭାଗରେ ସେଠୁ କାର୍ଯ୍ୟ ତ୍ୟାଗ କରିକି କଟକ ପଳେଇଲେ। ତା ପୂର୍ବରୁ ସେଇ ସମୟରେ ତାମାନେ 1871ରୁ 75 ଭିତର କଥା ସେ ରଖୁଛନ୍ତି। 50-60 ବର୍ଷ ପୂର୍ବେ ବାଲେଶ୍ୱରବାସୀ କୋବି ମଟର ପ୍ରଭୃତିର ଚାଷ ଜାଣୁନଥିଲେ। ବିଲାତି ଆଳୁ ଗଛର ଫଳ ବା ମୂଳ ତାହା କାହାରିକୁ ଜଣା ନଥିଲା। ନୀଳଗିରି ଗଡ଼ରେ ଗୋଟିଏ ପୁଷ୍ପୋଦ୍ୟାନ ଓ କୋବି ପ୍ରଭୃତିର ଚାଷ ଆରମ୍ଭ କରାଇ କୃତ କାର୍ଯ୍ୟ ହୋଇଥିଲା। ତେଣୁ କୋବି ଚାଷ ଓଡିଶାରେ ଫକୀରମୋହନ ଆରମ୍ଭ କରିଥିଲେ ବୋଲି ଏଇଟା ପ୍ରମାଣିତ ହଉଛି। କେବଳ ସେତିକି ନୁହେଁ, ଇଂରେଜ ମାନେ ଆମକୁ ଚା ଖାଇବା ଏବଂ ଓଡିଶାରେ ବହୁତ ଲୋକ ଯାଇ ଆସାମ ଚା ଓଡିଶାରେ କାମ କରୁଛନ୍ତି। ସେ ଲେଖୁଛନ୍ତି ନୀଳଗିରିରେ ଚା ଉତ୍ପନ୍ନ ହୋଇପାରେ କି ନାହିଁ ତାହା ପରୀକ୍ଷା କରିବା ନିମନ୍ତେ ପୁସ୍ତକ ମାନଙ୍କର ଅନୁସନ୍ଧାନ କରି ଏବଂ ଆସାମ ଚା ବଗିଚା ବିଷୟରେ ଅବଗତ ଥିବା କେତେକ ସାହେବଙ୍କୁ ପଚାରି ଗୋଟିଏ ପର୍ବତ କୂଳରେ ବଗିଚା ଆରମ୍ଭ କରିଥିଲି, ଚା ବଗିଚା। ମୋର ନୀଳଗିରି ତ୍ୟାଗ ସମୟରେ ଚା ଗଛ 8-10 ଇଞ୍ଚ ମାତ୍ର ଉଚ୍ଚ ହୋଇଥିଲା। ଫଳତଃ କୌଣସି କାର୍ଯ୍ୟର ସାଫଲ୍ୟ ଦର୍ଶନ ପର୍ଯ୍ୟନ୍ତ ସମୟ ମୋ ଅଦୃଷ୍ଟରେ ଘଟି ନଥିଲା। ତେଣୁ ନୀଳଗିରିରେ ଚା ଚାଷ ମଧ୍ୟ ଫକୀରମୋହନ କରିଥିଲେ। ଆଳୁ, କୋବି, ଚା ଆମର ଦୈନନ୍ଦିନ ଜୀବନ ସହିତ ଜଡ଼ିତ। ତାଙ୍କର ଯୋଉ ପ୍ରଶାସନିକ କାର୍ଯ୍ୟକାଳ ଭିତରେ ସେ ଓଡିଶାବାସୀଙ୍କ ପାଇଁ ମନସ୍କ ଏବଂ ସାହିତ୍ୟ ସାଧକ। ଏବଂ ଆଉ ଗୋଟିଏ ଉଦାହରଣ ଦେବି, ରସ ଫକୀରମୋହନ ଯେମିତି ରେବତୀ ଫକୀରମୋହନ ଅନେକ କଥାରେ ପ୍ରଥମ, ଯେମିତି ଗଳ୍ପରେ ପ୍ରଥମ, ସେମିତି ସେ ମଧ୍ୟ ଭ୍ରମଣ କାହାଣୀର ପ୍ରଥମ। ସେ ଯୋଉ ଭୋଲ୍ଟେୟାର ଦର୍ଶନ ବୋଲି ଯୋଉ ଭ୍ରମଣ କାହାଣୀଟି ଲେଖିଛନ୍ତି, ତାହା ଓଡିଶାରେ ପ୍ରଥମ ଭ୍ରମଣ କାହାଣୀ। ଏବଂ ଯେତେବେଳେ ଫକୀରମୋହନଙ୍କର 175 ବର୍ଷ ପାଳନ ହଉଥିଲା ଏବଂ ତାଙ୍କ ପରଲୋକର ବର୍ଷ ପାଳନ ହଉଥିଲା 2018 ମସିହାରେ। ସେ ଯୋଉ ଓଡିଶାରେ ଯାଇଥିଲେ, ଯେତେବେଳେ ବଞ୍ଜାବୀ ସମ୍ମିଳନୀରେ ଯୋଗ ଦେବା ପାଇଁ ଯାଇଥିଲେ, ସେଠି ଯୋଉ ଜୟପୁରର ଯୁବରାଜ ସେଠି ଥିଲେ, ସେ ତାଙ୍କୁ ଅନୁରୋଧ କରିଥିଲେ, ଆପଣ ତ ସେ ଉତ୍କଳ ସମ୍ମିଳନୀ ଯୋଉ ସଭା, ଯୋଉ ଗଞ୍ଜାମ ସମ୍ମିଳନୀ ସଭା, ଆପଣ ସେଠି ଯୋଗ ଦେବା ପରେ ଆପଣ ଟିକେ ପଳେଇ ଆସିବେ, ମୋର ଅତିଥି ହେବେ କିଛି। ସେଠୁ ମାଣ୍ଡାରୀ ମେଲରେ ଯାଇଥିଲେ ସେଠି ବିକ୍ରମ ଦେବଙ୍କ ଘରେ ଅତିଥି। ଯେତେବେଳେ ବୁଲିଲେ, ବିଭିନ୍ନ ସ୍ଥାନ ବୁଲିଲେ, ଭାଇଜାକ ଦେଖିଲେ, ଓଲଟେୟାର ଦେଖିଲେ, ଇତ୍ୟାଦି ବୁଲିକିରି ଖୋଜିଲେ ଏଠି ମିଠା କୋଉଠି ଭଲ ମିଳୁ। ସେ ବହୁତ ଖୋଜି ଖୋଜି ଭଲ ମିଠା କୋଉଠି ପାଇଲେ। ସେ କଥା ସେ ଲେଖିଛନ୍ତି ଯେ ତାଙ୍କର ସେ ଯୋଉ ଭ୍ରମଣ କାହାଣୀରେ ଯୁବରାଜ ବିକ୍ରମ ଦେବ ବର୍ମନଙ୍କ ଅନୁରୋଧରେ ଯାଇଥିଲେ ଏବଂ ସେଠି କହୁଛନ୍ତି କେମିତି ଗଲେ, ପହଞ୍ଚିଲେ, କେମିତି ତାଙ୍କୁ ନେଇଗଲେ ବିକ୍ରମ ଦେବ।
ଏବଂ ତାକୁ କେମିତି ରଖେଇଲେ, ଘୋଡ଼ା ଆଗରେ କେମିତି ଗଲେ ଇତ୍ୟାଦି। ସେ ଲେଖୁଛନ୍ତି ଫକୀରମୋହନ। ବିଭିନ୍ନ ସହର ପରି ଆମ୍ଭେମାନେ ବୈଜାଗ ସହରରେ, ବୈଜାଗ ମାନେ ବିଶାଖାପାଟଣା ସହରରେ ମଧ୍ୟ ଉପଯୁକ୍ତ ମିଷ୍ଟାନ୍ନ ଦୋକାନ ଦେଖିଲୁ ନାହିଁ। ଯେ ସମସ୍ତ ଦୋକାନ ଅଛି ତାହା ନେତ୍ର ତୃପ୍ତିକର ଓ ରୁଚିକର ବୋଲି ବୋଧ ହେଲା ନାହିଁ। ବୋଧ ହୁଏ ଆନ୍ଧ୍ର ଲୋକେ ମିଷ୍ଟାନ୍ନକୁ ଆଦୃଶ ପସନ୍ଦ କରନ୍ତି ନାହିଁ। ଆମ୍ଭେମାନେ ସେଠାରେ ଯଥେଷ୍ଟ ପରିମାଣର ଉତ୍କୃଷ୍ଟ ରସଗୋଲା, କଚୁରୀ ଓ ପୁରୀ ପାଇଁ ଆଶ୍ଚର୍ଯ୍ୟ ବୋଧ କରୁ। ଆମେ ଯେତେବେଳେ ଫେରି ଆସିଛନ୍ତି ବିକ୍ରମ ଦେବଙ୍କ ଘରେ ଉନ୍ନତ ମାନର ରସଗୋଲା, ଉତ୍କୃଷ୍ଟ ରସଗୋଲା, କଚୁରୀ ଆଉ ପୁରୀ ତାଙ୍କୁ ଖାଇବାକୁ ଦିଆଯାଏ। ସେ ସବୁ ପ୍ରିନ୍ସ ବିକ୍ରମ ଦେବଙ୍କ ସ୍ତୋଗୃହ ପ୍ରସ୍ତୁତ। ଏଇଟା ପ୍ରମାଣ କରୁଛି ଯେ ଯେତେବେଳେ ଆନ୍ଧ୍ରରେ ରସଗୋଲା ନଥିଲା କି ଭଲ ମିଠା ନଥିଲା, ସେତେବେଳେ ଓଡିଶାରୁ ଯାଇକିରି ବିଶାଖାପାଟଣାରେ ବିକ୍ରମ ଦେବଙ୍କ ଘରେ ଯୋଉ ପାଚକ ମାନେ ଥିଲେ ସେମାନେ ଉତ୍କୃଷ୍ଟ ରସଗୋଲା